मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। ଯାହାଙ୍କର କୃପା ମୁକକୁ ବାଚଳ କରେ, ପଙ୍ଗୁକୁ ପର୍ବତ ଲଙ୍ଘନ କରାଏ, ମୁଁ ସେହି ପରମାନନ୍ଦ ମାଧବକୁ ବନ୍ଦନା କରୁଅଛି। ଶ୍ରୀକୃଷ୍ଣ କହିଛନ୍ତି, କେହି ନିଜର ନୁହନ୍ତି, ସତ୍ୟକୁ ସ୍ୱୀକାର କରନ୍ତୁ। ଏଠି ସବୁ ସମ୍ପର୍କ ମିଛ। ତୁମେ କାହାର କାମରେ ଆସୁଛ, ସେଥିପାଇଁ ତୁମକୁ କେହି ଭଲ ପାଉଛନ୍ତି। ତୁମେ ଯଦି କେଉଁ କାମର ଯୋଗ୍ୟ ନୁହଁ, ତୁମକୁ କେହି ଭଲ ପାଇବେ ନାହିଁ। ଭଗବାନ ହିଁ ସବୁକିଛି କରୁଛନ୍ତି, ତାଙ୍କର ଇଚ୍ଛାରେ ହିଁ ସବୁକିଛି ହେଉଛି। ଜୀବନ ନିମିତ୍ତ ମାତ୍ର, ଏହି ଭାବଟି ପ୍ରତ୍ୟେକ ମାନବ ହୃଦୟରେ ରହିବା ଦରକାର। ଏମିତି ଅନେକ ତଥ୍ୟ ଆସିବ। ଭିଡ଼ିଓକୁ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ସର୍ବପ୍ରଥମେ ଆପଣଙ୍କ ପାଖକୁ ପହଞ୍ଚିବ। ବେଲ୍ ଆଇକନ୍କୁ ଦବାଇ ଦେଇ ସେୟାର କରନ୍ତୁ, ଯେପରି ଧର୍ମ ସଂସ୍କୃତି ବିଷୟରେ ସମସ୍ତେ ଜାଣିପାରିବେ। ଚାଲନ୍ତୁ ଜାଣିବା ଶ୍ରୀମଦ୍ ଭଗବଦ୍ ଗୀତା ସାର ଶ୍ଲୋକ 3ୟ ଅଧ୍ୟାୟ ଶେଷ ଭାଗ। କର୍ମଯୋଗ ଯେ ମେ ମତବିଦଂ ନିତ୍ୟଂ ମନୋତିଷ୍ଠନ୍ତି ମାନବାଃ ଶ୍ରଦ୍ଧାବନ୍ତୋ ନ ଶୂୟନ୍ତୋ ମୁଚ୍ୟନ୍ତେ ତେପି କର୍ମଭିଃ। ଅର୍ଥାତ୍ ଯେଉଁମାନେ ଶ୍ରଦ୍ଧାବାନ ଓ ଅସୂୟାଶୂନ୍ୟ ହୋଇ ମୋର ଏହି ନିଷ୍କାମ କର୍ମଯୋଗ ରୂପକ ମତର ଅନୁଷ୍ଠାନ କରନ୍ତି, ସେମାନେ ମଧ୍ୟ କର୍ମବନ୍ଧନରୁ ମୁକ୍ତ ହୁଅନ୍ତି। ଯେତ୍ୱେ ତଦଭ୍ୟସୂୟନ୍ତୋ ନାନୁତିଷ୍ଠନ୍ତି ମେ ମତଂ ସର୍ବଜ୍ଞାନ ବିମୂଢ଼ାସ୍ତାନ୍ ବିଦ୍ଧି ନିଷ୍ଠାନ୍ ଚେତସଃ ସଦୃଶଂ ତିଷ୍ଠତି ସ୍ୱସ୍ୱଃ ପ୍ରକୃତିଜ୍ଞାନବାନପି ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହ କିଂ କରିଷ୍ୟତି। ଅର୍ଥାତ୍ କିନ୍ତୁ ଯେଉଁମାନେ ଅନୁସାୟ ପରବେଶ ହୋଇ ଅର୍ଥାତ୍ ମୋର ଏହି ନିର୍ଦ୍ଦେଶକୁ ଅକଲ୍ୟାଣକର ମନେକରି ଏହି ନିଷ୍କାମ କର୍ମ ରୂପକ ମତର ଅନୁଷ୍ଠାନ କରନ୍ତି ନାହିଁ, ସେହି ଅବିବେକୀମାନଙ୍କୁ ସମସ୍ତ ଜ୍ଞାନ ବର୍ଜିତ ଅର୍ଥାତ୍ ମହାମୂର୍ଖ, ବିମୂଢ଼ ଓ ବିନଷ୍ଟ ବୋଲି ଜାଣିବ। ଅର୍ଥାତ୍ ସେମାନେ ଇହକାଳ ଓ ପରକାଳ ଭ୍ରଷ୍ଟ ସର୍ବହରା। ଜ୍ଞାନବାନ ବ୍ୟକ୍ତି ମଧ୍ୟ ନିଜର ପ୍ରକୃତି ଅର୍ଥାତ୍ ପୂର୍ବଜନ୍ମାର୍ଜିତ ସଂସ୍କାରର ଅନୁରୂପକ କର୍ମ କରିଥାଏ। ପ୍ରାଣୀଗଣ ନିଜ ପ୍ରକୃତିର ବା ସହଜାତ ସ୍ୱଭାବ ହିଁ ଅନୁବର୍ତ୍ତିତ କରିଥାନ୍ତି। ଏହି ଅବସ୍ଥାରେ ବିଧି ନିଷେଧ ରୂପକ ଶାସ୍ତ୍ରର ଅନୁସାରେ କ'ଣ ଫଳ ହେବ? ଇନ୍ଦ୍ରିୟସ୍ନେଇନ୍ଦ୍ରିୟସ୍ୟାର୍ଥେ ରାଗଦ୍ୱେଷମଂ ବ୍ୟବସ୍ଥିତୋ ତୟୋର୍ନ ଦଶମାଗଚ୍ଛେତ୍ ତୋହସ୍ୟ ପରିପନ୍ଥିନୋ ଶ୍ରେୟାନ୍ ସ୍ୱଧର୍ମୋ ବିଗୁଣଃ ପରଧର୍ମାତ୍ ଅନୁଷ୍ଠିତାତ୍ ସ୍ୱଧର୍ମେ ନିଧनं ଶ୍ରେୟ ପରଧର୍ମୋ ଭୟାବହ। ଅର୍ଥାତ୍ ସମସ୍ତ ଇନ୍ଦ୍ରିୟ ହିଁ ସ୍ୱସ୍ୱ ବିଷୟରେ ଅନୁକୂଳ ପ୍ରତିକୂଳ ବିଷୟ ଭେଦରେ ରାଗଦ୍ୱେଷ ଅବଶ୍ୟମାବି କୌଣସି ପ୍ରକାରରେ ଏହି ରାଗଦ୍ୱେଷର ବଶୀଭୂତ ହୁଅ ନାହିଁ। ଉଭୟ ଅର୍ଥାତ୍ ରାଗ ଓ ଦ୍ୱେଷ ଏହି ଦୁଇଟି ପୁରୁଷର ଶ୍ରେୟ ପ୍ରାପ୍ତିର ବା ଶ୍ରେୟ ମାର୍ଗର ବିଘ୍ନକାରକ। ସ୍ୱଧର୍ମ ଅର୍ଥାତ୍ ନିଜ ଆଶ୍ରମୋଚିତ କର୍ମ କିଞ୍ଚିତ୍ ଦୋଷମୁକ୍ତ ହେଲେ ମଧ୍ୟ ତାହା ଉତ୍ତମ ରୂପେ ଅନୁଷ୍ଠେୟ। ନିର୍ଦ୍ଦୋଷ ପରଧର୍ମ ଅପେକ୍ଷା ଅଂଶପୂର୍ଣ୍ଣ ଭାବରେ ଅନୁଷ୍ଠିତ ସ୍ୱଧର୍ମରେ ନିଧନ ମଧ୍ୟ କଲ୍ୟାଣକର। ସମସ୍ତ ଅଙ୍ଗ ସଙ୍ଗେ ସମ୍ପାଦିତ ପରଧର୍ମଠାରୁ ଅଙ୍ଗ ବୈଗୁଣ୍ୟ ସଙ୍ଗେ ଅନୁଷ୍ଠୀୟମାନ ସ୍ୱଧର୍ମ ଆତ୍ମୀୟ ଧର୍ମ ପ୍ରଶସ୍ତର ସ୍ୱଧର୍ମରେ ସ୍ଥିତ ବ୍ୟକ୍ତିର ନିଧନ ଅର୍ଥାତ୍ ମରଣ ମଧ୍ୟ ପରଧର୍ମରେ ସ୍ଥିତ ଜୀବନ ଅପେକ୍ଷା ଶ୍ରେୟ। କାହିଁକି? ଯେହେତୁ ପରଧର୍ମ ଭୟାବହ ଅର୍ଥାତ୍ ନକାରାଦି ରୂପକ ଭୟର ଉତ୍ପାଦକ। ଅର୍ଜୁନ ଉବାଚ ଅଥ କେନ ପ୍ରୟୁକ୍ତୋऽୟଂ ପାପଂ ରଚତି ପୁରୁଷଃ
अनिच्छन्नपि वास्नेय बलादीव नियोजितः। अर्थात अर्जुन कहले, हे कृष्ण, लोकमाने काहा द्वारा प्रयुक्त होई अनिच्छा सत्वे बलपूर्वक नियोजित ହେଲା ପରି पाप आचरण रे प्रवृत्त हुअन्ति। श्रीकृष्ण उवाच काम एष क्रोध एष रजोगुण समोभवः महासनो महापाप्ला विद्धे नमिह वैरिणं धूमेनाद्रियते बह्निः यथा दर्शो मलेन च जथोन्वेनावृतो गर्भस्तथा तेनेद मातृतम। अर्थात श्री भगवान कहिले, लोकमाने ଯାହାଦ୍ୱାରା ପ୍ରଯୁକ୍ତ ହୋଇ ଏପରି ପାପ ଆଚରଣରେ ପ୍ରବୃତ୍ତ ହୁଅନ୍ତି, ତାହେଲେ ଏହି ରଜୋତ ଗୁଣ ସଂଯତ ଦୁଷ୍ପରିଣୀୟ ଓ ଅତ୍ୟୁଗ୍ର କାମ ଅର୍ଥାତ କାମନା ବାସନା ଏବଂ ଏହି କ୍ରୋଧ ସଂସାରରେ ଏହାକୁ ମହାଶତ୍ରୁ ବୋଲି ଜାଣିବ। ଅର୍ଥାତ ଏହି କାମ କ୍ରୋଧ ହିଁ ମନୁଷ୍ୟକୁ ନିଜର ଇଚ୍ଛା ବିରୁଦ୍ଧରେ ଓ ଜୋର କରି ପାପ କର୍ମରେ ଲିପ୍ତ କରାନ୍ତି। ଯେପରି ଧୂମ ଦ୍ୱାରା ଅଗ୍ନି, ମଳ ଦ୍ୱାରା ଦର୍ଶନ ଏବଂ ଜରାୟୁ ଦ୍ୱାରା ଗର୍ଭ ଆବୃତ ଥାଏ, ସେହିପରି କାମ ଦ୍ୱାରା ବିବେକ ବୁଦ୍ଧି ରୂପକ ଜ୍ଞାନ ଆବୃତ ଥାଏ। ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟ ବୈରିଣା କାମରୂପେଣ କୁନ୍ତେୟ ଦୁଷ୍ପୁରେଣାନଲେନଶ୍ଚ। ଅର୍ଥାତ ହେ କୁନ୍ତି ପୁତ୍ର ଅର୍ଜୁନ, ଏହି କାମ ଜ୍ଞାନୀମାନଙ୍କର ଚିତ୍ତ ଚିରଶତ୍ରୁ ଏବଂ ତାହା ଅନଳ ତୁଲ୍ୟ ଦୁଷ୍ପରିଣ। ଏହି କାମନା ଦ୍ୱାରା ଜୀବର ବିବେକ ବୁଦ୍ଧି ଆବୃତ ହୋଇଥାଏ। ଇନ୍ଦ୍ରିୟାଣି ମନୋବୁଦ୍ଧି ରସ୍ୟାଧିଷ୍ଠାନମୁଚ୍ୟତେ ଏତ୍ୱୈର୍ବିମୋହୟନ୍ନେଷ ଜ୍ଞାନମାବୃତ୍ୟ ଦେହିନମ୍। ଅର୍ଥାତ ଇନ୍ଦ୍ରିୟଗଣ ମନ ଓ ବୁଦ୍ଧି ଏ ସମସ୍ତ କାମର ଅଧିଷ୍ଠାନ ଭୂମି ବୋଲି କଥିତ ହୋଇଛି। କାମ ଏଗୁଡ଼ିକୁ ଆଶ୍ରୟ କରି ଜ୍ଞାନକୁ ଆଚ୍ଛନ୍ନ କରେ, ଜୀବକୁ ବିମୋହିତ କରେ। ତସ୍ମାତ୍ ତ୍ୱମିନ୍ଦ୍ରିୟାଣାଦୌ ନିୟମ୍ୟ ଭବତ ସର୍ବ ପାପନଂ ପ୍ରୟହିଧେନଂ ଜ୍ଞାନ ବିଜ୍ଞାନ ନାଶନମ୍। ଇନ୍ଦ୍ରିୟାଣି ପରାୟଣାହୁ ଇନ୍ଦ୍ରିୟେଭ୍ୟୋ ପରଂ ମନଃ ମନସ୍ତସ୍ତୁ ପରା ବୁଦ୍ଧିର୍ଯୋ ବୁଦ୍ଧେ ପରସ୍ତସ୍ତୁ ସହ। ଅର୍ଥାତ ପଣ୍ଡିତଗଣ ଇନ୍ଦ୍ରିୟାଣି ଇନ୍ଦ୍ରିୟମାନଙ୍କୁ ପରାଣି ସ୍ଥୂଳ ଶରୀରଠାରୁ ଶ୍ରେଷ୍ଠ କହନ୍ତି। ଇନ୍ଦ୍ରିୟମାନଙ୍କ ଅପେକ୍ଷା ମନ ହେ ଭରତ ଶ୍ରେଷ୍ଠ। ସେଥିପାଇଁ ତୁମକୁ କହୁଛି, ତୁମେ ପ୍ରଥମେ ଇନ୍ଦ୍ରିୟଗଣକୁ ବଶୀଭୂତ କରି ଜ୍ଞାନ ବିଜ୍ଞାନ ମୋହକାରୀ ପାପ ସ୍ୱରୂପ କାମକୁ ପରିତ୍ୟାଗ କର। ସ୍ଥୂଳ ଦେହଠାରୁ ଇନ୍ଦ୍ରିୟ ଶ୍ରେଷ୍ଠ ବୋଲି କଥିତ। ଇନ୍ଦ୍ରିୟଗଣ ଅପେକ୍ଷା ମନ ଶ୍ରେଷ୍ଠ, ମନ ଅପେକ୍ଷା ବୁଦ୍ଧି ଶ୍ରେଷ୍ଠ। ବୁଦ୍ଧିଠାରୁ ଯେ ଶ୍ରେଷ୍ଠ ସେ ହିଁ ଆତ୍ମା। ଅର୍ଥାତ ବୁଦ୍ଧିର ମଧ୍ୟ ଯେ ଦ୍ରଷ୍ଟା ସେ ହିଁ ଶୁଦ୍ଧ ବୁଦ୍ଧ ମୁକ୍ତ ସ୍ୱଭାବ ପରମାତ୍ମା, ସେ ହିଁ ସର୍ବଶ୍ରେଷ୍ଠ। ଏବଂ ବୁଦ୍ଧେ ପରଂ ବୁଦ୍ଧ୍ୱା ସ୍ୱଂସ୍ତଭ୍ୟାତ୍ମାନମାତ୍ମନା ଜହି ଶତ୍ରୁଂ ମହାବାହୁ କାମରୂପଂ ଦ୍ୱାରାସଦମ୍। ଅର୍ଥାତ ହେ ମହାବୀର ଅର୍ଜୁନ, ଏହିପରି ଭାବରେ ନିଶ୍ଚୟାତ୍ମିକା ବୁଦ୍ଧି ସାହାଯ୍ୟରେ ସଂସ୍କୃତ ମନକୁ ସମାହିତ କରି ବୁଦ୍ଧିର ଦ୍ରଷ୍ଟା ରୂପେ ଅବସ୍ଥିତ ପରମାତ୍ମାକୁ ସମ୍ୟକ୍ ରୂପେ ଜାଣି ବାସନାମୂଳକ ଏହି ଦୁର୍ନିବାର ଶତ୍ରୁ କାମକୁ ବିନାଶ କରେ। ଇତି ଶ୍ରୀ ମହାଭାରତେ ଶତସାହସ୍ରଂ ସଂହିତାୟାଂ ବୈୟାସିକଂ ଭୀଷ୍ମ ପର୍ବାଣି ଶ୍ରୀମଦ୍ଭଗବଦ୍ଗୀତା ସୁପନିଷତ୍ସୁ ବ୍ରହ୍ମବିଦ୍ୟାୟାं ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ कर्मयोग नाम तृतीय अध्याय। भगवान श्री वेदव्यास रचित लक्ष्य श्लोकात्मक श्री महाभारतर भीष्म पर्व अंतर्गत श्री भगवान गीता रूपक उपनिषद रे
ब्रह्म विद्या विषयक योग शास्त्र श्रीकृष्ण अर्जुन संवाद कर्मयोग नामक तृतीय अध्याय समाप्त। हरि ओम तत्सत्। आपण श्रीमद् भगवद गीता ର ସାର ଶ୍ଲୋକ ଜାଣିପାରିବେ ପର ଭିଡ଼ିଓରେ। ମୁଁ କେଶବ ଚନ୍ଦ୍ର ଜାଲ ଯାଦବ। ଗୀତା ହେଉଛି ଜ୍ଞାନର ମୁଖ୍ୟ କେନ୍ଦ୍ରବିନ୍ଦୁ, ସଚ୍ଚା ସନାତନୀ ହିନ୍ଦୁ। ଜୟ ଶ୍ରୀକୃଷ୍ଣ।